ପ୍ରଭୁଙ୍କର ମହିମା ହଉ। ଆଉ ସାକ୍ଷ୍ୟମୟ ଜୀବନ ତ ସମସ୍ତଙ୍କର ଥାଏ, ଆଉ ସାକ୍ଷ୍ୟ ଯଦି ନାହିଁ ତାହେଲେ ଖ୍ରୀଷ୍ଟିଆନ ଜୀବନର ମୂଲ୍ୟ ହିଁ କିଛି ନାହିଁ। ଆଉ ପ୍ରତିଟି ମୁହୂର୍ତ୍ତରେ ପ୍ରଭୁ ମାନଙ୍କର ସହାୟ ସହବର୍ତ୍ତୀ ଅଟନ୍ତି। ମୁଁ ଆଉ ଯେତେବେଳକୁ ଏଇ ମଝିର କଥା ଗୋଟେ ବଡ ଆକ୍ସିଡେଣ୍ଟରୁ ମୁଁ ରକ୍ଷା ପାଇଲି। ମୁଁ ଟିକେ ବହୁତ ତରତର ସହିତ ଆସୁଥିଲି, ଗୋଟେ ମିଟିଂ କୁ ନା କୋଉଠି ଯିବାର ଥିଲା। ଆଉ ସେମ୍ଲିଗୁଡାରେ ମୁଁ ଟିକେ ଗାଡି ଦେଖିକିରି ମୁଁ ସ୍ପିଡ ଆସୁଥିଲି। ମୋ ଆଗରେ ଗୋଟେ ଟ୍ରକ୍ ଯାଉଥିଲା, ତାକୁ ଓଭରଟେକ୍ କରିବି ବୋଲିକିରି ମୁଁ ଭାବିଲି। ଆଉ ଯେତେବେଳକୁ ମୁଁ ଓଭରଟେକ୍ କରିବି ବୋଲି ଭାବିଲି, ମୁଁ ଓଭରଟେକ୍ କରୁଥିଲି, ସାମ୍ନା ଆଡୁ ଗୋଟେ ଟ୍ରକ୍ ପଳେଇ ଆସିଲା। ଆଉ ମାନେ ସେ ଟ୍ରକ୍ ବି ସ୍ପିଡ ଥାଏ, ଏ ଟ୍ରକ୍ ବି ସ୍ପିଡ ଅଛି, ମୋ ଗାଡି ମଝିରେ ଅଛି। ଆଉ ତାପରେ ମୁଁ ଟିକେ ଡରିଗଲି। ଆଉ ପ୍ରଭୁ ଦୟା କର ବୋଲିକିରି ଆଉ ଜୋର ସେ ପ୍ରାର୍ଥନା ମାନେ ପାଟି କଲି, ମାନେ କହିଲି ପ୍ରଭୁ ବୋଲି ପାଟି କଲି। ଜଷ୍ଟ ଅଳ୍ପ ବ୍ୟବଧାନରେ ମୁଁ ଖସିକିରି ସେଠୁ ବାହାରି ପଡିଲି। ଆଉ ପ୍ରଭୁ ମତେ ଆଶ୍ଚର୍ଯ୍ୟ ଭାବରେ ସେଦିନ ରକ୍ଷା କଲେ। ସେଥିପାଇଁ ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦଉଛି। ଏ ପ୍ରକାର ଭାବରେ ବହୁତ ଥର ପ୍ରଭୁ ଦୟା କରିଛନ୍ତି, ଆଉ ଆକ୍ସିଡେଣ୍ଟ ଦାଉରୁ ରକ୍ଷା କରିଛନ୍ତି। ଆଉ କିଛି ଅଘଟଣ ହେବା ପାଇଁ ସେ ଦେଇନାହାନ୍ତି। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ମୋ ଜୀବନର ସାକ୍ଷ୍ୟ ମୁଁ ଜଷ୍ଟ ଟିକେ ବ୍ରିଫଲି ମୁଁ କହିବା ପାଇଁ ଚାହେଁ। ଆଉ ଯେତେବେଳକୁ ମୁଁ ଗୋଟେ ଖ୍ରୀଷ୍ଟିଆନ ଘରେ ଜନ୍ମ ଗ୍ରହଣ କରିଥିଲି, କିନ୍ତୁ ତଥାପି ମୁଁ ଏମିତି ମାନିବାର ଯେ ଈଶ୍ୱର ଅଲ୍ଲାହ ତେରୋ ନାମ ସବକୋ ସନ୍ମତି ଦେ ଭଗବାନ। ମୁଁ ମନ୍ଦିରକୁ ବି ଯାଉଥିଲି, ତାପରେ ମସଜିଦ୍ କୁ ବି ଯାଉଥିଲି, ତାପରେ ସାଇ ମନ୍ଦିରରେ ଯାଇ ମୁଁ କୃଷ୍ଣ ହେଇକରି ମଧ୍ୟ ଡ୍ୟାନ୍ସ କରିଛି ମୋ ସାଙ୍ଗମାନଙ୍କ ସହିତ ସବୁ। ଏ ପ୍ରକାର ଜୀବନ ମୋର ଥିଲା। ଆଉ ସାଙ୍ଗମାନଙ୍କୁ ମୁଁ ବେଶୀ ପ୍ରାୟୋରିଟି ଦଉଥାଏ। ଆଉ ସବୁ ପ୍ରକାର ପୂଜାରେ ମୁଁ ଇନଭଲ୍ଭ ରହୁଥିଲି। ଯେମିତି ଆମେ ଯୋଉ ପୂଜା ଯାକ ହୁଏ, ଗଣେଶ ପୂଜା ହେଇଗଲା, ସରସ୍ଵତୀ ପୂଜା ହେଇଗଲା, ରଜ ହେଇଗଲା, ସେଠି ମୁଁ ପ୍ରେସିଡେଣ୍ଟ ରହୁଥିଲି ସେଇ ପୂଜା ମାନଙ୍କରେ। ଆଉ ସେଇ ସେଲିବ୍ରେସନ ମାନଙ୍କରେ ମୁଁ ପ୍ରେସିଡେଣ୍ଟ ରହୁଥିଲି। ତ ଏଇ ପ୍ରକାର ମୋ ଜୀବନ ଥିଲା। ଆଉ ଯେତେବେଳକୁ ମାନେ ସାଙ୍ଗମାନେ ମତେ ସବୁ ଖରାପ ବିଷୟ ଯାକ ସବୁ ଶିଖେଇ ଦେଲେ। ଆଉ ଏମିତି ଯଦି ତୁ ନ କରିବୁ, ତୋର ଟିକେ ପ୍ରାୟୋରିଟି ବଢିବ ନାହିଁ, ତୁ ଟିକେ ସମାଜରେ ଟିକେ ଆଗକୁ ବଢି ପାରିବୁନି। ତ ସେଥିପାଇଁ ତତେ ମଦ୍ୟପାନ କରିବାକୁ ପଡିବ, ପିଇବାକୁ ପଡିବ, ଆଲକୋହଲ ନେବାକୁ ପଡିବ। ମୁଁ ସିଗାରେଟ ପିଇବାର ଶିଖିଲି, ତାପରେ ମଦ ପିଇବା ଶିଖିଲି, ତାପରେ ଗୁଟକା ଖାଇବା ଶିଖିଲି, ଖଇନି ଖାଇବା ଶିଖିଲି, ଏସବୁ ବିଷୟ ମୁଁ ଶିଖିଲି। ତାପରେ କଣ ହେଇଛି, ମୁଁ ଏତେ ଆଡିକ୍ଟେଡ ହେଇଗଲି ଯେ ମତେ ମଦ ଟିକେ ନହେଲେ ହଉନଥିଲା। ମୁଁ ମଦ ପିଇବା ପାଇଁ ଜୟପୁର ପଳେଇବାର, ବିଦେଶୀ ନହେଲେ ଦେଶୀ ପିଇବାର, ତାପରେ ଯଦି ଦେଶୀ ନ ମିଳିଲା ତାହେଲେ ହାଣ୍ଡିଆ ମଧ୍ୟ ପିଇ ପକେଇବାର। ଏମିତି ହେଇକରି ମୁଁ ବହୁତ ଜାଗାରେ ପିଇକରି ଶୋଇ ମଧ୍ୟ ଦେଇଥାଏ। ଓ ଜୀବନ ବହୁତ ଖରାପ ଥିଲା। ତାପରେ ଆଉ ଚେନ୍ ସ୍ମୋକର ଥିଲି, ସିଗରେଟ ପିଉଥିଲି ବେଶୀ। ସିଗରେଟ ନ ମିଳିଲେ ବିଡି ପିଇ ଦଉଥିଲି। ଆଉ ବିଡି ନ ପିଇଲେ ଯୋଉ ଗାଉଁଳି ଲୋକମାନେ ଯୋଉ ସୁଟ୍ଟା ମାରନ୍ତି, ସେଇ ସୁଟ୍ଟା ବି ମୁଁ ପିଇ ଦଉଥିଲି। ତାପରେ ଏମିତି ପୁଡିଆ ଖଇନି ଖାଇବାର। ଗୋଟେ ଦିନ ମତେ ମନେ ପଡୁଛି, ଟିକେ ଖଇନି, ଗୋଟେ ସିପ ଖଇନି ଆଉ ମତେ 2 କିଲୋମିଟର ଚଲେଇଲା। ଗୋଟେ ସିପ ଖଇନି ମତେ 2 କିଲୋମିଟର ଚଲେଇଲା। ମତେ ଖଇନି ମାନେ ମିଳୁନଥିଲା। ମୁଁ ଖୋଜୁଛି ଇଆଡେ ସିଆଡେ, କେହି ମତେ ଦଉନାହାନ୍ତି। କିନ୍ତୁ ମୁଁ ଏଚ ଏଲ ପଳେଇଲି, ମୁଁ ଚର୍ଚ୍ଚ କଲୋନୀରୁ ଏଚ ଏଲ ଚାଲି ଚାଲିକିରି ଗଲି ମୋର ଗୋଟେ ସାଙ୍ଗ ପାଖକୁ, ଆଉ ତାକୁ ଖଇନି ମାଗିଲି, ଆଉ ସିଏ ମତେ ଦେଲା। ତାପରେ ମୁଁ ଖାଇଲି, ଆଉ ମତେ ଟିକେ ଶାନ୍ତି ଲାଗିଲା। ତ ଗୋଟେ ସିପ ଖଇନି ର ଦାସ ମୁଁ ହେଇଗଲି। ଯାହା ବି ହଉ, ଆଉ ଏମିତି ମୋର ଲାଇଫ ଥିଲା। ଆଉ ସାଙ୍ଗ ମାନଙ୍କ ପାଇଁ ଆମ ପାଖରେ ଗୋଟେ ଇଏ ଥିଲା, ମାନେ ଗ୍ୟାଙ୍ଗ ଥିଲା। ଆଉ ଯୋଉ ଗ୍ୟାଙ୍ଗରେ ମୁଁ ଥିଲି, ଆଉ ମାରା ପିଟା ସବୁ କରୁଥିଲୁ। ନିରୀହ ମାନଙ୍କୁ ବି ମାରି ପକଉଥିଲୁ। ଆଉ କିଏ ସାଙ୍ଗ ମାନଙ୍କୁ କିଛି କହୁଥିଲେ, ତାଙ୍କୁ ମଧ୍ୟ ମୁଁ ମାରି ପକଉଥିଲି। ମାନେ ଗୁଣ୍ଡା ରାଜ ଟାଇପ ର ଜୀବନ ଟା ଥିଲା। ଆଉ ଲାଇଫରେ କିଛି ଗୋଟେ ଭଲ ଚାଲୁନଥିଲା।
ମୁଁ 10th ରେ ବହୁତ ଥର ଫେଲ୍ ହେଇଗଲି। ମୋ ବାବା ମତେ ବହୁତ ରାଗୁଥିଲେ, ବାଡଉଥିଲେ, ଘରେ ବାଡଉଥିଲେ, କିନ୍ତୁ ମୁଁ ତ ମାଡୁଆ ହେଇଯାଇଥିଲି ଆଉ କିଛି କଥା ମଧ୍ୟ ମୁଁ ମାନୁ ନଥିଲି। ତାପରେ ଏମିତି ମୋ ଜୀବନରେ ହେଲା କି ମୁଁ ଚର୍ଚ୍ଚ ମଧ୍ୟ ଯାଉଥାଏ, କିନ୍ତୁ ସେଇ ଦିନର ବେଳା ଗୋଟେ ଏମିତି ଥିଲା ଯେ କିଛି ମାନେ ଆଡିକ୍ସନ ଟା ଛାଡୁ ନଥିଲା। ଆଉ ସେଇଟା ମତେ ପୁରା ଅସୁବିଧା କରିଦେଲା ମୋ ଲାଇଫରେ। ମୁଁ କୁଲି କାମ କରିବା ପାଇଁ ମଧ୍ୟ ଯାଇଛି, ଚିପିଂ କରିଛି, ବାଲି ଭୋଇଛି, ଗୋଟେ ଟ୍ରାକ୍ଟର ବାଲି ମୁଁ ଭୋଇଛି, ତାପରେ ଚୂନ ପେଣ୍ଟିଂ କାମ କରିବା ପାଇଁ ମଧ୍ୟ ମୁଁ ଯାଉଥିଲି, ଆଉ ହେଲ୍ପର ଷ୍ଟାଫ ଭାବରେ ମଧ୍ୟ ମୁଁ ଯାଉଥିଲି। ମୁଁ ମଝି ମାନେ NSC ବସ୍ ଷ୍ଟାଣ୍ଡରେ ଯାଇକିରି ଆଉ ଛିଡା ହେବାର କିଏ ମତେ ମୂଲ ଲଗେଇବ ବୋଲି, ଆଉ ସେମାନେ ମତେ ରିଜେକ୍ଟେଡ ବୋଲି ଭାବୁଥିଲେ, ଆକୁ କିଛି କାମ ଜଣା ନାହିଁ, ଆକୁ ନେଇକିରି କିଛି ଫାଇଦା ନାହିଁ। ଆଉ ସେମିତି ମୋ ଲାଇଫ ଥିଲା। ତାପରେ ଗୋଟେ ଦିନ ଏମିତି ଆସିଲା, ନଭେମ୍ବର 5 ତାରିଖ ଦିନ, ଆଉ ସରି 2005 ନଭେମ୍ବର 11 ତାରିଖ, ସରି ନଭେମ୍ବର 11 2005, ଆଉ ମୁଷଳ ଧାରା ବର୍ଷା ହଉଥିଲା। ରାତିରେ ମତେ ଖୁବ ମାଡ ମିଳିଛି, ମୋ ବାବା ପୁରା ମତେ ମାନେ ବାଡେଇଛନ୍ତି, ମୋ ଭାଇ ବି ମତେ ବାଡେଇଥିଲା। ତ ଏମିତି ହେଇକିରି ମତେ ବହୁତ ଦୁଃଖ ଲାଗିଲା। ଆଉ କି ଜୀବନ ଏଇଟା, ଏମିତି ମୁଁ ବଞ୍ଚିବା କଥା କି? ଏଇଟା କଣ ହଉଛି ମୁଁ ଜାଣିପାରୁନି। କିନ୍ତୁ ମୋ ପାଇଁ ଅଧିକାଂଶ ଲୋକ ପ୍ରାର୍ଥନା କରୁଥିଲେ ଯେ ତୁ ଜଣେ ପ୍ରଭୁଙ୍କର ଦାସ। ମୋ ଆଈ ବି ମୋ ପାଇଁ ପ୍ରାର୍ଥନା କରନ୍ତି, ମୋ ମା ବି ମୋ ପାଇଁ ପ୍ରାର୍ଥନା କରୁଥିଲେ, ଆଉ ତୁ ପ୍ରଭୁଙ୍କର ଦାସ ହବୁ। ତ ମୁଁ କହୁଥିଲି ଚାନ୍ସ ନାହିଁ, ମୋ ଜୀବନ କେମିତି ଅଛି, ଆଉ ମୁଁ ପୁଣି ପ୍ରଭୁଙ୍କ ଦାସ ହେବି। କିନ୍ତୁ ହୃଦୟର ଗୋଟେ କୋଣରେ କୋଉଠି ଗୋଟେ ଜାଗାରେ ପ୍ରଭୁ ଯୀଶୁ ମତେ କଥା କହୁଥାନ୍ତି, ଆଉ ମୋ ଭିତରେ ଗୋଟେ ଚାଳନା ଆସୁଥିଲା ଯେ ମୁଁ ପ୍ରଭୁଙ୍କର ସେବାରେ ଯିବି କି ବୋଲି। ତ ଏମିତି ଥିଲା। ଆଉ ସେଇଦିନ ମାନଙ୍କରେ ମୁଁ ମୁଁ ପବ୍ଲିକ ସ୍କୁଲ ମାନେ ଚର୍ଚ୍ଚ ଯାଉଥିଲି, ଆଉ ପାଷ୍ଟର ଦିଲ୍ଲୀପ ବନିକର ଚର୍ଚ୍ଚ ଯୋଉଟା କି ଫେଥ ଆସେମ୍ବଲି, ଉପରଓଳି 3ଟା ବେଳକୁ ସେଟା ହଉଥିଲା, ଆଉ ସେଇ ଚର୍ଚ୍ଚ ବି ମୁଁ ଯାଉଥିଲି, ଆଉ ସେଇଠି ଗୀତ ଫୀତ ଗାଇବା ପାଇଁ ବି ମତେ ସୁଯୋଗ ମିଳୁଥିଲା। ଆଉ ତାପରେ କଣ ହେଇଛି, ଏମିତି ଗୋଟେ ଦିନ ସେଇ 11 ତାରିଖ ଦିନ 2005 ନଭେମ୍ବର, ଏତେ ବର୍ଷା ହେଲା, ମୁଁ ମାଡ ଖାଇଥିଲି। ମୁଁ ଆମର କରିଡରରେ ଶୋଇଥିଲି, ଆଉ ଆମ ଘର ପରିସ୍ଥିତି ବି ଭଲ ନଥିଲା, ଠିକ ରେ ଖାଇବା ପିଇବା ବି ନଥିଲା, ଆଉ ମୋ ବାବାଙ୍କର ମାନେ କଣ୍ଟ୍ରାକ୍ଟିଂ କାମରେ ବହୁତ ବଡ ଲସ୍ ହେଇଗଲା, ଆମର ସବୁ ଇଆଡେ ସିଆଡେ ହେଇଗଲା। ତାପରେ ମୋ ମା ସେ ପ୍ରାର୍ଥନା କରୁଥାନ୍ତି, ଆ ଘରେ ତା ଘରେ ଯାଇ ଚାଉଳ ମାଗୁଥାନ୍ତି, ଆମେ ଦେଖୁଥାଉ। ଆଉ ଆମ ପାଇଁ ସେ ଟାଇମରେ ଚିକେନ ଖାଇବାର ଗୋଟେ ସ୍ୱପ୍ନ ଥିଲା। ଚିକେନ ର ଜାଗାରେ ଆମେ ଆଉ ସ୍କିନଲେସ୍ ରୁ ଯୋଉ କଢା ଯାଇଥିବ ଚମଡା, ସେଇ ଚମଡାକୁ ଆଣିକିରି ଆମେ ତାକୁ ଟିକେ ପ୍ରିପେୟାର କରି, ମୁଣ୍ଡ ଗୋଡ ସବୁ ପ୍ରିପେୟାର କରି ଆମେ ଖାଉଥିଲୁ। ଆଇ ଏମ୍ ନଟ୍ ଫିଲିଂ ବ୍ୟାଡ୍। ମୁଁ ଏସବୁ ବିଷୟ କହିବା ପାଇଁ କିଛି ମାନେ ନିଜକୁ ଲଜ୍ଜାବୋଧ କରୁନାହିଁ, ଯେହେତୁ ଯାହା ଘଟିଛି ତାହା ଘଟିଛି, ଆଉ ଯାହା ସାକ୍ଷ୍ୟ ସେଇଟା ହଉଛି ସାକ୍ଷ୍ୟ, ଆଉ ସାକ୍ଷ୍ୟ ଦେବାରେ ମୁଁ କେବେ କାତର ହୁଏନି। ଆଉ ସେ ପ୍ରକାର ବିଷୟ ସବୁ ଚାଲିଥିଲା। ତାପରେ ମୁଠେ ଚାଉଳକୁ ନେଇକିରି ଆମେ ଚାଉଳ ପେଜ କରି ପିଉଥିଲୁ, ଆଉ ଏଇ ସବୁ ବିରକ୍ତି ମନୋଭାବ ସବୁ ଆସିଲା। ତାପରେ ସାଙ୍ଗମାନେ ପଚାରିଲେ ନାହିଁ, କିଏ ବି ପଚାରିଲେ ନାହିଁ, ତାପରେ ଜୀବନ ବହୁତ ଖରାପ ଥିଲା। ତ ସେଇଦିନ ମୁଁ ଶୋଇଛି, ଆଉ ହଠାତରେ ମତେ କିଏ ଗୋଟେ କଥା କହିଲେ, ଆଉ କହିଲେ ଯେ ସଲୋମନ, ଆଉ ତୁ ବଞ୍ଚିକିରି କଣ କରିବୁ? ଏମିତି ଗୋଟେ ଜୀବନ କିଏ ବଞ୍ଚିବେ କି? ତୁ ନିଜକୁ ଖତମ କରିଦେ, ତୁ ନିଜକୁ ନଷ୍ଟ କରିଦେ, ମାରିଦେ। ତ ମୁଁ କହିଲି ହଁ, ଏଇଟା ଗୁଡ ଆଇଡିଆ, ଏଇ ଆଇଡିଆ ହଉଛି ବହୁତ ବଢିଆ ଆଇଡିଆ। ଆଉ ଲାଇଫରେ ତ କିଛି ଗୋଟେ ହଉନି, ପଢା ଜୀବନ ନାହିଁ, କିଛି ଗୋଟେ ନାହିଁ, ଘର ପରିସ୍ଥିତି ଖରାପ, ମୁଁ ମଧ୍ୟ କିଛି କମେଇ ପାରୁନି, କିଛି ନାହିଁ। ଆଉ ଯୋଉ ସାଙ୍ଗମାନଙ୍କୁ ମୁଁ ବେଶୀ ଭଲ ପାଇଲି, ସେଇ ସାଙ୍ଗମାନେ ମତେ ରିଜେକ୍ଟ କଲେ, ମୋ ବିରୁଦ୍ଧରେ କଥା କହିଲେ, ବିଭିନ୍ନ ପ୍ରକାର ବିଷୟ ମୋ ମାଇଣ୍ଡ ଆସିଲା। ତ ମାନେ ଶୈତାନ ମତେ କଥାବାର୍ତ୍ତା ହେବା ଷ୍ଟାର୍ଟ କଲା ଯେ କେମିତି ତୁ ମରିବୁ। ଫାର୍ଷ୍ଟ ଅପସନ ସେ ଦେଲା, ତୁ ଫାଶୀ ହେଇ ମରିଯା, ହ୍ୟାଙ୍ଗ ହେଇକି ମରିଯା, ଆଉ ଗୋଟେ ଜଙ୍ଗଲକୁ କୋଉଠି ପଳେଇ ଯା, କୋଉ ଗଛରେ ଚଢିକିରି ହ୍ୟାଙ୍ଗ ହେଇଯା, କିଏ ଜାଣିବେନି। ସେକେଣ୍ଡ ଅପସନ ଏମିତି ଦେଲା ଯେ ଭଣ୍ଡାରୀ ଦୋକାନ ସାମ୍ନାରେ ପଳେଇ ଯା, ସେଠି ଯୋଉ ବ୍ଲେଡ ଯାକ ପଡିଥିବ, ସେ ବ୍ଲେଡ ରେ ତୋର ହାତର ଗୋଡର ନର୍ଭସ କାଟିଦେ।
थर्ड ऑप्शन से देला जे जाई गोटे ब्रिज रु तळकु डेई पड़े। फोर्थ ऑप्शन से देला जे जाईगिर तो गवर्नमेंट हॉस्पिटल को जाईगिर जो एक्सपायरी टैबलेट जाको पड़ी छे सेठु गोटे 10-15 टा टैबलेट टू खाई दे ऑटोमेटिक मरि जिवो। ओ ए प्रकार चलतेला आ से दिन मुसळ धारा वर्षा होता प्राय राति 11:30 रे शैतान मते कथा हैला आ मो घरु बाहरी पड़िली आ वर्षा बहुत होतला से समय रे सीसी रोड भी नथिला माटी रोड जाको थिला आ मो से किचड़ रे चाली चाली गिरी मु गली आ चाली चाली गिरी जेतल को मु गली आ गोटे निर्दिष्ट जगह को जाई पहुंचली वर्षा एमिति होची जे गोटे चापड़ा मारला परी वर्षा माने एते जोर से एते बड़ बड़ टोपा ओ से जगह को गली मो जाई गिरी जेतल को मरिया पे सब माने शैतान मते आईडिया दउतला तापरे मु कोन करछि से समय रे मते बेसी जोर से कांद लागिला मु कांदिली आ सेठी गोटे भी लोक नथिले प्राय 11:30 समय कुकुर भी गोटे नथिला आ मते बेसी दुख लागिला मो जीवन ऊपर मु टिके तरस खाइली मो जीवन ऊपर मु टिके माने पाप माने टिके माने सॉरी फील करले आ सॉरी फील कला परे आ मु चित्कार करी 3 थरो एमिति डाकी छि कहली एमिति कि ईश्वर अच्छो कि मते रक्षा करो नचेत मु मरि जीव आज मोर जीवन रो पूरा लास्ट मते रक्षा करो एमिति कि ईश्वर अच्छो कि प्लीज मते रक्षा करो 3 थरो मु प्राय ए प्रकार भाबरे उच्चारण कले डाकिली अवश्य माने वर्षा रो साउंड एते बेसी थिला जे पाखरे गोटे 5 मीटर दूर किए मते सुनी पारिबे मो आवाज ओ समिति सिचुएशन टा क्रिएट हे गला तापरे मु बहुत कांदी गिरी एमती डाकी छी थर्ड टाइम परे परे एमिति गोटे स्वर मु सुनिली जो स्वर के मानो कि किए गोटे कान भितरे पसी करी अंतर भितरे कहदा तो बहुत क्लियर थिला वर्षा भी वर्षार शब्द भी से शब्द को रखी पारिला ना कौन सी प्रकार प्रतिकूल वायु मध्य से शब्द को रखी पारिला ना आ से शब्द बहुत क्लियर थिला से शब्द कौन थिला से शब्द एहा थिला फर्स्ट वर्ड हे अंभर पुत्र आमे कि तुमको कहलु जे ए सब करो मु डरी गली किए एटा मते पुत्र बोली डाकुछि मु ए नोटा जाईगिर देखुछि सेई नोटा जाईगिर देखुछि वर्षा होता है मु नोटा चारिकानी देखुछि डरी गली मु एमिति भी भाबली एटा कि भूत भूत ना कोन कोन एटा मते माने एमिति आवाज गोटे आसिला आ से आवाज बहुत क्लियर थिला तापरे आ मु खोजिली आ टिके साहस बांधी गिरी मु कहिली कि तुमे के मो से तो कथा होछो तुमे के तापरे गोटे स्वर आसिला आंधे यीशु तुम प्रभु तुम पिता आपण कहले विश्वास करिवे ने मुसळ धारा वर्षा होतला जेतल को से वर्ड गोटे आसिला आंबे यीशु प्रभु मते कथा कहले यीशु कहिबा मात्रे एड़े बड़ वर्षा बंद हे गला माने वर्षा केमती बंद टिके 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 बंद मात्र एड़े बड़ वर्षा पर सडनली बंद हे गला आ मु आश्चर्य हे गोटे टोपा वर्षा ने तापर से मते कहले वर्तमान उठ तुमरो चक्षुर लतक को पोछि दियो जो माने तुमको तिरस्कार करसंती जो मान को आगे तुमे पड़ी जाइछो जो माने तुमको आउ किछि नाइ बोली भाबुछंती आमे से मान को प्रूव करबा तुम्हें आमर थिलो अच्छो और रहिबो आमे 3 वर्ष पई तुमको गोटे जगह रे पहुंचेबा नहीं जिबा आ सेठी आम्भे तुमको अनेक विषय शिखेबा प्रिय माने आ जेतल को मु घरे आसिकरी माने पहुंचली माने घरे पळे आसिली आ आसिकरी जेतल को पोछा पोछी हेकरी मु सोइली सकाळे उठी मो मां को कहली मां आ मो बाइबल ट्रेनिंग जीबी मो बाइबल ट्रेनिंग जीबी मां आ मो प्रभुंकर काम करी तापरे मो मां
ଆମମାନଙ୍କର ପ୍ରିୟ ପ୍ରଭୁଙ୍କ ଦାସ ଆଇଡି ସୁନାଙ୍କୁ ଜାଣିଥାନ୍ତି ଆଉ ତାଙ୍କ ଘରକୁ ଆମେ ଗଲୁ ତା ସକାଳେ ତାପରେ ଆଇଡି ଅଙ୍କଲ ମୋର ଲାଇଫ ର ଇନ୍ସପିରେସନ ମୋର ଆତ୍ମିକ ପିତା ଆଉ ସେ ମୋ ଜୀବନ ପାଇଁ ଯାହା କରିଛନ୍ତି ତାହା ମୁଁ ବ୍ୟାଖ୍ୟା କରିପାରିବି ନାହିଁ ଆଉ ସେ ମୋର ପ୍ରତ୍ୟେକ ବିଷୟରେ ମୋର ସାଥ ଦେଇଛନ୍ତି ଦୁଃଖରେ ସୁଖରେ ଆଉ ସିଏ ହିଁ ମତେ ବାଇବଲ ଟ୍ରେନିଂ ପଠେଇଲେ ତାଠୁ ବଡ ବିଷୟ କିଛି ନାହିଁ ମୋର ପ୍ରତ୍ୟେକ ଫିସ୍ ବାନ୍ଧିବାରେ ସବୁ ବିଷୟରେ ଆଉ ମତେ ଫୋନ କରି ଉତ୍ସାହିତ କରିବାରେ ସବୁ ବିଷୟରେ ଆଉ ଆଇଡି ଅଙ୍କଲ ପ୍ରଭୁଙ୍କର ମହାନ ଦାସ ତାଙ୍କର ହାତ ଅଛି ଆଉ ଯେତେବେଳକୁ ମୁଁ ଗଲି ଆଉ ମୁଁ କହିଲି ଆଉ କୋଉଠି ଗୋଟେ 3 ବର୍ଷ ପାଇଁ ମତେ ପଠାନ୍ତୁ ଅଙ୍କଲ ବୋଲି କହିଲାକୁ ହଉ ଠିକ ଅଛି ତୁ ଗୋଟେ ଆପ୍ଲିକେସନ ଲେଖେ ବାବୁ ବୋଲି କହିଲେ ମତେ ଆପ୍ଲିକେସନ ଲେଖିବା ପାଇଁ ମଧ୍ୟ ଜଣା ନାହିଁ ଆଉ ମୁଁ ଗୋଟେ 5-10 ମିନିଟ ଘାଣ୍ଟି ହେଇଗଲି ତାପରେ अंडर मैट्रिक भी अच्छे मत किए को कॉलेज रे जगह दब तो ସେଥିପାଇଁ ଆଇଡି ଅଙ୍କଲ କହିଲେ ଆଉ 3 ବର୍ଷ ପାଇଁ ତ ସମ୍ଭବ ହେଇପାରିବ ନାହିଁ ବାବୁ କଣ କରିବା ତାପରେ ସେ ଆଉ ଗୋଟେ ୱେବସାଇଟ ଫାଇଣ୍ଡ ଆଉଟ୍ କଲେ ଯୋଉଟା କି ଇଣ୍ଟରନାଲ ଲାଇଫ ମିନିଷ୍ଟ୍ରି ଇଏଲଏମ ବୋଲି ଆଉ ସେଇଠି अंडर मैट्रिक ମାନଙ୍କୁ ନଉଛନ୍ତି ଆଉ ସେଇଠି ଓଡିଆ ମଧ୍ୟ ପଢା ହଉଛି ଇଂଲିଶ ରୁ ତର୍ଜମା ହଉଛି ତ ସେଇଠି ମୁଁ ଗଲି ସେଇଠି ମତେ ଅଙ୍କଲ ପଠେଇଲେ ସେଇଠି ମୁଁ ଗଲି ଆଉ ଯେତେବେଳକୁ ମୁଁ ଟ୍ରେନ ରେ ଚଢିଲି ବହୁତ ପ୍ରଭୁଙ୍କର ଦାସ ମାନେ ଥିଲେ ମୋ ସହିତ ପ୍ରଭୁଙ୍କ ଦାସ ଭାଇ ଅନନ୍ତ ବାଘ ବି ଥିଲେ ଯିଏ ଆଉ ନାହାନ୍ତି ପ୍ରଭୁଙ୍କ କୋଳରେ ଅଛନ୍ତି ଅନନ୍ତ ବାଘ ଥିଲେ ଆମମାନଙ୍କର ପାତ୍ର ଭାଇ ଥିଲେ ଏମିତି କେତେ ଜଣ ପ୍ରଭୁଙ୍କ ଦାସ ଥିଲେ ସେଇ ଟ୍ରେନ ରେ ମଧ୍ୟ ଶୈତାନ ଏମିତି କାମ କଲା ଯେ ମୁଁ ଟ୍ରେନ ର ୱାଶରୁମ ରେ ଯାଇକିରି ମଧ୍ୟ ମୁଁ ଗୁଟକା ଖାଇଲି ମାନେ ପାଟି ମତେ କେମିତି ଲାଗି ଯାଉଥିଲା ଆଉ ଟ୍ରେନ ର ସେ କାନ୍ଥ ମାନଙ୍କୁ ମୁଁ पंच मारुଥିଲି बॉक्सिंग टाइप रो पंच मारुଥିଲି जे तू काहे के खाउछु तापरे मु ट्रेन रो से इयर मु फोपाडी देले सब तापरे जेतल को मो बाइबल कॉलेज गली बाइबल कॉलेज रो गेट को मु धरली और कहली जे पुरातन सोलोमन एठी मरि जिबार अछि और नूतन सोलोमन भितरे पसिबार अछि आ जेतल को मु भितरे गली सेही दिन ठारू मो कोनोसी प्रकार बैड हैबिट कोनोसी प्रकार विषय मो छुई नै आजी पर्यंत प्रभु मोर सहवर्ती हेले आउ मो पार्टी किसी दिन पर ब्लड बाहर लगे कहीं बिल्कुल मु पूरा एडिक्ट हो जाइए ब्लड बाहर लगे आउ मु गोटे सार को शेयर कली एमती एमती हूँ कौन करी से सार मत कहले झारखंड रो से सार जड़े से मत कहले जे सोलोमन तुम्हें लवंग 2टा पाटरे जाक तो लवंग मो पाटरे जाकिया आरंभ कली लवंग मोर टे अभ्यास हो जाऊला ଆପଣ କହିଲେ ଏଇଟା ମଧ୍ୟ ମୋର କାହିଁକି ଅଭ୍ୟାସ ରହିବ ଆଉ ଲବଙ୍ଗ ଜାକିବା ମଧ୍ୟ ମୁଁ ଛାଡ଼ିଦେଲି ତ ଏ ପ୍ରକାର ଭାବରେ ପ୍ରଭୁ ମତେ ବାଇବେଲ କଲେଜ ନେଲେ ଆଉ ବହୁତ ସୁନ୍ଦର ଭାବରେ ମତେ ବ୍ୟବହାର କଲେ ଆଉ ସେଠି ବହୁତ ବିଷୟ ମୁଁ ଶିଖିଲି worship ଆଜି ଡେଟ୍ ରେ ମୁଁ ବଡ ବଡ ମିଟିଂ ମାନଙ୍କରେ worship ଲିଡିଂ କରେ ଆଉ worship ରେ ପ୍ରଭୁଙ୍କର ଉପସ୍ଥିତି ଅଲଗା ସେ worship ରେ ଲୋକମାନେ ହିଲିଂ ହେଇଯାନ୍ତି ଆଉ ବହୁତ ପିଲାମାନେ ଇଭେନ କି ଆମଙ୍କର अश्विन बाबू संजय बाबू बहुत पिला आजिकल वर्शिप लीडर माने समस्ते मो द्वारा इंस्पिरेशन हेइचंती मु सेमन सिखैछि ओके गॉड ब्लेस यू तो से प्रकार भाबरे मु सेमन को सिखै परछि आ ए सब मु ईएलएम इटर्नल लाइफ मिनिस्ट्री जतो बाइबल कॉलेज गली आ सेठी सब विषय माने केमती साउंड ऑपरेटिंग करिवे तापरे इंग्रजी रे मु एमिते कथा होतली जे लोक माने मते अफ्रीका रु आसीचंती बोली भाबुतिले आ सेमिति प्रभु मते सिखैले आ जो चर्च रे मु पछ धाडी रे रही करी आराधना करूतिली काश मु मते स्टेज रे जाई गीत गाइबे बोली भाबुतिली आजी सेही चर्च रे 17 वर्ष हे गलानी मु पास्टर अछि जो स्कूल रे मो माँ बापा मते पढेले नै मो बड़ भाई को पढेले आ सेही स्कूल रे मु गोटे पार्ट टाइम टीचर अछि मु पढी पाले नै मात्र वर्तमान मो टीचर अछि तो सेति पई प्रिय माने मु कहबा पई चाहूची प्रभु मो पर पिला को गोटे खतर राशि रु काढी दहला पंकरु काढी से मते पाषाण ऊपर छिड़ा कर दे मोर परिस्थिति मते टाणी के रखी पारला नै प्रभु मते तांकर आ हातर पापुली रे रखिथिले आ मु जानि पारिली मु गोटे दिन पचारली जे प्रभु तमे मते तो सिलेक्ट करिवार थिला ए सब विषय कोन पाए मु एते मदुआ थिली कोन पाए मु एते चेन स्मोकर थिली खराब परिस्थिति मोर थिला
କାହିଁକି ମୁଁ ଲୋକମାନଙ୍କୁ ଅଯଥାରେ ବାଡେଇ ପକଉଥିଲି, କାହିଁକି ମୁଁ ଗୋଟେ ମିନିଟରେ 8ଟା ସ୍ଲାଙ୍ଗ ୟୁଜ କରୁଥିଲି, ଗୋଟେ ମିନିଟ କଥାରେ ମୁଁ 8ଟା ସ୍ଲାଙ୍ଗ ଖରାପ ଭାଷା ମୁଁ ୟୁଜ କରୁଥିଲି, କଣ ପାଇଁ ପ୍ରଭୁ? ପ୍ରଭୁ କହିଲେ ଯେ ଏସବୁ ଦେଇକିରି ତତେ ମୁଁ ଯୋଉ ଆଣିଛି ତୁ ଅନ୍ୟ ମାନଙ୍କର ଆଗରେ ସାକ୍ଷ୍ୟ ଦେବୁ, ତୋ ଜୀବନ କେମିତି ଥିଲା ସେଇ ସାକ୍ଷ୍ୟ ତୁ ଦେବୁ। ତ ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦଉଛି ଯେ ପ୍ରଭୁ ମତେ ପାଷାଣ ଉପରେ ଛିଡା କଲେ, ଆଉ ଆଜି ମୁଁ ପ୍ରଭୁଙ୍କର ଗୋଟେ ମହାନ ଦାସ ଭାବରେ ଗଣିତ ହଉଛି। ବିଭିନ୍ନ ଜାଗାକୁ ରାଜ୍ୟ ରାଜ୍ୟକୁ ପ୍ରଚାର କରିବା ପାଇଁ ଅନେକ ଜୁମ ରେ କରୋନା ଆରମ୍ଭରୁ ସୋର୍ସ ଅଫ ଜୟ ବୋଲିକିରି ଆମର ଅନଲାଇନ ଗୋଟେ ଇଏ ଥିଲା, ଆଉ କରୋନା ଆରମ୍ଭରୁ ଏ ପର୍ଯ୍ୟନ୍ତ ମାନେ ଅନକାଉଣ୍ଟେବଲ ମୁଁ ପ୍ରଚାର କଲି, ଅନକାଉଣ୍ଟେବଲ ମାନେ ମୁଁ ଗଣି ବି ପାରିବି ନାହିଁ ସେତେଟା ପ୍ରଚାର, ସେତେଟା ପେଜ ରେ, ସେତେଟା ପ୍ରେୟର ଟାୱାର ରେ, ସେ ପୁରା ଅନଲାଇନ ରେ ମୁଁ ବହୁତ ପ୍ରଚାର କରିସାରିଲିଣି। ଅଫଲାଇନ ରେ ବହୁତ ଜାଗାକୁ ମୁଁ ପ୍ରଚାର ପାଇଁ ଗଲି, ଅନେକ ଆରାଧନା ମିଟିଂ ଲିଡ୍ କଲି। ୟୁଥ ଫର କ୍ରାଇଷ୍ଟ ଯୋଉଟା କି ଫେଥ ମିନିଷ୍ଟ୍ରି ଅଣ୍ଡରରେ ଚାଲୁଥିଲା, ସେଇ ମାନେ ୟୁଥ ଫର କ୍ରାଇଷ୍ଟ କୁ ମଧ୍ୟ ମୁଁ ଲିଡ୍ କଲି, ତାପରେ ନେଇକି ଗୋଟେ ଭଲ ପାଷ୍ଟର ଭାବରେ ଆଜି ଗଣା ଯାଉଛି। ତ ଏହା ଥିଲା ମୋର ସାକ୍ଷ୍ୟ ବ୍ରିଫଲି। ବହୁତ ବିଷୟ ଅଛି କିନ୍ତୁ ମୁଁ ହାଲକା ଫୁଲକା ସର୍ଟ ୱେରେ ମୁଁ ଆପଣ ମାନଙ୍କୁ କହିଦେଲି। ତ ମୁଁ ଆଶା କରୁଛି ସାକ୍ଷ୍ୟରେ ଆପଣ ମାନେ ଇନ୍ସପିରେସନ ହେଇଛନ୍ତି, ଆଉ ଏଇ ସାକ୍ଷ୍ୟରେ ପ୍ରଭୁ ଆପଣ ମାନଙ୍କୁ ଆଶୀର୍ବାଦ କରିଛନ୍ତି। ତ ପ୍ରଭୁ ଏ ପ୍ରକାର ଭାବରେ ମୋ ଜୀବନରେ କାର୍ଯ୍ୟ କଲେ, ସେଥିପାଇଁ ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦଉଛି। ଆଉ ଏ ସମୟ ଦେଇଥିବାରୁ ମୋ ଟିମ୍ କୁ ମଧ୍ୟ ମୁଁ ଧନ୍ୟବାଦ ଦଉଛି, ଆଉ ମଧୁ ନାନୀକୁ ମଧ୍ୟ ମୁଁ ଧନ୍ୟବାଦ ଦଉଛି। ପ୍ରଭୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ। ଆମେନ୍।